ଆଜିର ପ୍ରସଙ୍ଗ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ ଜିଏସ୍ଟି ସଂସ୍କାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। ନବରାତ୍ର ପାଳନର ପ୍ରଥମ ଦିନରେ ସରକାରଙ୍କ ପକ୍ଷରୁ ଦେଶବାସୀ ପାଇଁ ଏହା ସବୁଠାରୁ ବଡ଼ ଉପହାର। ସଂଶୋଧିତ ଜିଏସ୍ଟି ହାର ଲାଗୁ ହେବାର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ନାଗରିକ ଦେବୋ ଭବଃ ଧାରାରେ ଏହି ନିଷ୍ପତ୍ତିକୁ ଦେଶବାସୀ ସଞ୍ଚୟର ଉତ୍ସବ ଭାବେ ପାଳନ କରିବେ। ଏହି ବ୍ୟବସ୍ଥା ଫଳରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ଶସ୍ତା ହେବ। ଏହି ବ୍ୟବସ୍ଥା ଫଳରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ଶସ୍ତା ହେବ। ଗତ ମାସ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଏଭଳି ଏକ ଉପହାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ନୂଆଦିଲ୍ଲୀରେ ଗତ 3 ତାରିଖରେ ଅନୁଷ୍ଠିତ 56ତମ ଜିଏସ୍ଟି ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବହୁ ସଂସ୍କାରମୂଳକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଟିକସ ଢାଞ୍ଚାରେ ରଣନୀତିକ, ନୀତିଗତ ଏବଂ ନାଗରିକ କୈନ୍ଦ୍ରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହ ତୃଣମୂଳ ସ୍ତରରେ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ଏହି ସଂଶୋଧିତ ଜିଏସ୍ଟି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। କ୍ଷୁଦ୍ର ବ୍ୟବସାୟୀଙ୍କ ସମେତ ବ୍ୟବସାୟିକ କ୍ଷେତ୍ର, ବାଣିଜ୍ୟ କାରବାର ଏବଂ ଅନ୍ୟାନ୍ୟ ଆର୍ଥିକ ଦେଣନେଣ ଉପରେ ମଧ୍ୟ ଜିଏସ୍ଟି ହାର ହ୍ରାସ ହୋଇଛି। ବୀମା କ୍ଷେତ୍ରକୁ ସୁଲଭ କରିବା ଏବଂ ବୀମା ସୁରକ୍ଷା ବୃଦ୍ଧି ଲକ୍ଷ୍ୟ ନେଇ ଜୀବନ ବୀମା ପଲିସି ଏବଂ ପୁନଃ ବୀମାକରଣ ବ୍ୟୟ ପ୍ରଦାନ ଉପରେ ଜିଏସ୍ଟି ଛାଡ଼ କରାଯାଇଛି। ଜିଏସ୍ଟି ଟିକସ ଢାଞ୍ଚାରେ ରହିଥିବା 4ଟି ପର୍ଯ୍ୟାୟ ଢାଞ୍ଚାରୁ 2ଟିକୁ ପ୍ରତ୍ୟାହାର କରି ନିଆଯାଇଛି। ନାଗରିକ ଅନୁକୂଳ ସରଳ ଟିକସ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। 12 ଏବଂ 28% ଢାଞ୍ଚାକୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ 5%, 18% ଜିଏସ୍ଟି ଢାଞ୍ଚା ମଧ୍ୟରେ ଦ୍ରବ୍ୟର ବିଭିନ୍ନ ବର୍ଗକୁ ସାମିଲ କରାଯାଇଛି। 33 ଜୀବନ ରକ୍ଷାକାରୀ ଔଷଧକୁ ମିଶାଇ ଅନ୍ୟ କେତେକ ଔଷଧ ଉପରେ ପୂର୍ବରୁ ଲାଗୁ ହୋଇଥିବା 12% ହାରକୁ ପ୍ରତ୍ୟାହୃତ କରାଯାଇଛି। ଏହାକୁ ଛାଡ଼ି ଅନ୍ୟାନ୍ୟ ଔଷଧ ବର୍ଗ ଉପରେ ଟିକସ ହାର 5%ରେ ସୀମିତ ରଖାଯାଇଛି। ଶଲ୍ୟ ଚିକିତ୍ସା, ଦନ୍ତ, ପଶୁ ଚିକିତ୍ସା ପାଇଁ ବ୍ୟବହୃତ ବିଭିନ୍ନ ଚିକିତ୍ସା ଉପକରଣ ଉପରୁ ଜିଏସ୍ଟିକୁ 18ରୁ 5%କୁ ହ୍ରାସ କରାଯାଇଛି। ଡାଏଗ୍ନୋଷ୍ଟିକ୍ କିଟ୍, ରିଏଜେଣ୍ଟ, ଗ୍ଲୁକୋମିଟର, ବ୍ୟାଣ୍ଡେଜ୍ ଆଦି ଚିକିତ୍ସା ଉପକରଣ ଏବଂ ଯୋଗାଣ ଉପରେ ମଧ୍ୟ ଜିଏସ୍ଟି 5% ଧାର୍ଯ୍ୟ ହୋଇଛି। ପୂର୍ବରୁ ଏହା 12% ରହିଥିଲା। ଯାନବାହନ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବିଭିନ୍ନ ବର୍ଗର ବାହନ ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି। ସିମେଣ୍ଟ ଉପରେ ଜିଏସ୍ଟି 18%କୁ ହ୍ରାସ କରାଯାଇଛି। କୃଷି ସାମଗ୍ରୀ ଯେପରିକି ଟ୍ରାକ୍ଟର, କୃଷି କିମ୍ବା ବନୀକରଣ ଯନ୍ତ୍ରପାତି, ଅମଳ ପାଇଁ ବ୍ୟବହୃତ ଉପକରଣ, କମ୍ପୋଷ୍ଟ ମେସିନ୍, ଘାସକଟା ଯନ୍ତ୍ର ଉପରୁ ମଧ୍ୟ ଜିଏସ୍ଟି 12% ହ୍ରାସ ପାଇ 5%ରେ ପହଞ୍ଚିଛି। ହସ୍ତଶିଳ୍ପ, ମାର୍ବଲ, ଗ୍ରାନାଇଟ୍ ବ୍ଲକ୍, ମଧ୍ୟବର୍ତ୍ତୀ ଚମଡ଼ା ସାମଗ୍ରୀ ଭଳି ଶ୍ରମବହୁଳ ସାମଗ୍ରୀ ଉପରେ ରହିଥିବା 12% ଜିଏସ୍ଟି 5%କୁ କମାଇ ଦିଆଯାଇଛି। ଏୟାର କଣ୍ଡିସନର, 32 ଇଞ୍ଚରୁ ଅଧିକ ଏଲ୍ଇଡି, ଏଲ୍ସିଡି ଟିଭି, ମନିଟର ଏବଂ ପ୍ରୋଜେକ୍ଟର, ଡିଶ୍ୱାସର ଆଦି ବୈଦ୍ୟୁତିକ ଯନ୍ତ୍ରାଂଶ ଉପରେ ଜିଏସ୍ଟି 28ରୁ 18%କୁ ହ୍ରାସ ପାଇଛି। ବିଦେଶୀ ମଦ, ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଜିଏସ୍ଟି ବୃଦ୍ଧି କରାଯାଇଛି। କେତେକ ସାମଗ୍ରୀ ଉପରେ 40% ପର୍ଯ୍ୟନ୍ତ ଜିଏସ୍ଟି ଲାଗୁ କରିବାକୁ ସୁପାରିଶ କରାଯାଇଛି। ସେହି ସାମଗ୍ରୀଗୁଡ଼ିକ ମଧ୍ୟରେ ପାନ ମସଲା, ଗୁଟ୍ଖା, ସିଗାରେଟ୍, ବିଳାସପୂର୍ଣ୍ଣ କାର୍, ଘରୋଇ ବିମାନ, 350 ସିସି କ୍ଷମତା ସମ୍ପନ୍ନ ଇଞ୍ଜିନ୍ ଥିବା ମୋଟର ସାଇକେଲ, ଏନର୍ଜି ପାନୀୟ, ଦାମୀ କଣ୍ଢେଇ ଆଦି ସାମଗ୍ରୀ ଅନ୍ତର୍ଭୁକ୍ତ। ସଂଶୋଧିତ ଜିଏସ୍ଟି ହାର ଆଜିଠାରୁ ଲାଗୁ କରାଯିବା ନେଇ ଜିଏସ୍ଟି ପରିଷଦ ସୁପାରିଶ କରିଥିଲା। ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ ଏବଂ ସରଳ କରିବା ପାଇଁ ଏକ ଇଚ୍ଛାଧୀନ ସରଳୀକୃତ ଜିଏସ୍ଟି ପଞ୍ଜୀକରଣ ଯୋଜନା ପ୍ରଚଳନ କରିବାକୁ ପରିଷଦ ସୁପାରିଶ କରିଥିଲା। ନଭେମ୍ବର 1ରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜିଏସ୍ଟି ପ୍ରଚଳନ ଦେଶର ଅର୍ଥନୀତିକୁ ନୂତନ ମାର୍ଗଦର୍ଶନ କରିଛି। 11 ବର୍ଷ ମଧ୍ୟରେ 25 କୋଟି ନାଗରିକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶର ଗରିବ, ମଧ୍ୟବିତ୍ତ, ମହିଳା, ଯୁବବର୍ଗ ଏବଂ ନୂତନ ମଧ୍ୟବିତ୍ତ ବର୍ଗଙ୍କୁ ବେଶ୍ ସୁଫଳ ପ୍ରଦାନ କରିବ ବୋଲି ଆଶା କରାଯାଇଛି।